ପ୍ରଧାନମନ୍ତ୍ରୀଙ୍କ ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷିତ ଯୋଜନା 1 ଲକ୍ଷ କୋଟି ଟଙ୍କାର ବ୍ୟୟ 3-5 କୋଟିରୁ ଅଧିକ ଚାକିରି ସୃଷ୍ଟି ପାଇଁ ପ୍ରୋତ୍ସାହନ ସମସ୍ତ କ୍ଷେତ୍ରରେ ରୋଜଗାର ସୃଷ୍ଟି କୌଶଳ ବିକାଶ ଓ ସାମାଜିକ ସୁରକ୍ଷାକୁ ବଳିଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷିତ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ପାଇଁ ପଞ୍ଜୀକରଣ ସୁବିଧା ଦେଇଥିବା ପୋର୍ଟାଲ ଏବେ ଲାଇଭ୍ ହୋଇଛି। ଯୋଜନାର ଅନୁମୋଦନ ଓ ବ୍ୟୟ 1 ଜୁଲାଇ 2025ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ନିଯୁକ୍ତି ଲିଙ୍କ୍ ପ୍ରୋତ୍ସାହନ ଯୋଜନା ଅନୁମୋଦନ କରିଥିଲେ। 99,446 କୋଟି ବ୍ୟୟ ସହିତ ଏହା ଆଗାମୀ 2 ବର୍ଷରେ 3-5 କୋଟିରୁ ଅଧିକ ଚାକିରି ସୃଷ୍ଟିକୁ ପ୍ରୋତ୍ସାହନ ଦେବ। 1 ଅଗଷ୍ଟ 2025 ଠାରୁ 31 ଜୁଲାଇ 2027 ମଧ୍ୟରେ ସୃଷ୍ଟିତ ହେଉଥିବା ଚାକିରିଗୁଡ଼ିକ ପାଇଁ ଏହି ଯୋଜନାର ଲାଭ ପ୍ରାପ୍ତ ହେବ। ଲାଭ ସୁବିଧା କର୍ମଚାରୀ ପ୍ରଥମ ଥର ପାଇଁ କର୍ମଚାରୀ ସର୍ବୋଚ୍ଚ 15,000 ପର୍ଯ୍ୟନ୍ତ ପ୍ରୋତ୍ସାହନ 2ଟି କିସ୍ତିରେ ସାମାଜିକ ସୁରକ୍ଷାର ଅଧିକାର ଅନ୍ ଦ ଜବ୍ ଟ୍ରେନିଂ କୌଶଳ ବିକାଶ ଅର୍ଥନୀତିକ ସାକ୍ଷରତା ନିଯୋଜକ ନିଯୁକ୍ତିଦାତା ପ୍ରତି ନୂଆ କର୍ମଚାରୀ ପାଇଁ 3,000 ପ୍ରତି ମାସ ପ୍ରୋତ୍ସାହନ ନିଯୋଗ ଖର୍ଚ୍ଚରେ ସହାୟତା କାର୍ଯ୍ୟସ୍ଥଳର ସ୍ଥିରତା ଓ ଉତ୍ପାଦନକୁ ବଳିଦାନ କରିବ। ଦେୟ ପ୍ରଣାଳୀ କର୍ମଚାରୀଙ୍କ ପାଇଁ ସିଧାସଳଖ ଲାଭ ସ୍ଥାନାନ୍ତର ମାଧ୍ୟମରେ ଆଧାର ଆଧାରିତ ଦେୟ ପ୍ରଣାଳୀ ଦ୍ୱାରା ନିଯୋଜକଙ୍କ ପାଇଁ ସିଧାସଳଖ ପାନ୍ କାର୍ଡ ଲିଙ୍କ ହୋଇଥିବା ଆକାଉଣ୍ଟଗୁଡ଼ିକରେ ଅର୍ଥ ପ୍ରଦାନ। ପଞ୍ଜୀକରଣ ପ୍ରକ୍ରିୟା ନିଯୋଜକମାନେ ଏକକାଳୀନ ପଞ୍ଜୀକରଣ କରିପାରିବେ। ପ୍ରଥମ ଥର ପାଇଁ ଚାକିରି ପାଉଥିବାମାନେ ଉମଙ୍ଗ ଆପ୍ ଦ୍ୱାରା ମୁହଁ ପ୍ରମାଣୀକରଣ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସୃଷ୍ଟି କରିବାକୁ ପଡ଼ିବ।